ଅଣଚାଳିଶ ବର୍ଷ ଜୀବିତ ଭିତରେ ବିଶ୍ୱର ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ବହିକୁ ବହି ପଢ଼ୁଥିଲେ, ଅର୍ଥାତ୍ ବୁକ୍ ବାଇ ବୁକ୍। ଆଜି ଯୁବଶକ୍ତିର ଏମିତି ଶ୍ରୁତିଭ୍ରମ ଘଟିଛି ଯେ ଗୋଟିଏ ବାକ୍ୟ ମଧ୍ୟ ମନେ ରଖିବା ପାଇଁ ଆମେ ଅସମର୍ଥ ହେଉଛୁ, କିନ୍ତୁ ବିବେକାନନ୍ଦ ଦିନକୁ 10ରୁ 15 ଖଣ୍ଡ ବହି ମନେ ରଖୁଥିଲେ। ଆଜିର ଦିବସରେ ଆମେ ବିବେକାନନ୍ଦଙ୍କର ଏହି ଜୟନ୍ତୀ ଅବସରରେ ଏହା ମନେ ରଖିବା ଯେ ସ୍ମରଣ ଶକ୍ତି କିପରି ବୃଦ୍ଧି ହୁଏ, ଏହା ପାଇଁ କ'ଣ କରିବାକୁ ପଡ଼ିବ, ତାର ଏକ ବିରାଟ ପ୍ରଶ୍ନ ଆଜି ଆମକୁ ମନେ ପକାଇବାକୁ ପଡ଼ିବ। ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଏସ୍କେ ଏଜୁକେସନ୍ ଟ୍ରାକ୍ ତରଫରୁ ସେଲିବ୍ରେସନ୍ କରାଯାଇଛି। ଏହି ସେଲିବ୍ରେସନ୍ର ଉଦ୍ଦେଶ୍ୟ ହେଉଛି ବିବେକାନନ୍ଦଙ୍କୁ ମନେ ପକାଇବା ଏବଂ ତାଙ୍କର ଟ୍ୟାଲେଣ୍ଟ ଏବଂ ତାଙ୍କ ସର୍ଭିସକୁ ମନେ ପକାଇବା। ବିଶ୍ୱର ପ୍ରଥମ ବ୍ୟକ୍ତି ଯିଏକି ବୁକ୍ ବାଇ ବୁକ୍ ପଢ଼ୁଥିଲେ, ପ୍ରଚଣ୍ଡ ଧୀଶକ୍ତି, ତା ସହିତ ବିଶ୍ୱର ଜଣେ ସୁନାମଧନ୍ୟ ଧର୍ମ ପ୍ରଚାରକ, ଭାରତୀୟ ଦର୍ଶନ ବିଶ୍ୱ ଦରବାରରେ ପହଞ୍ଚାଇବାର ଏକ ସ୍ୱତନ୍ତ୍ର ପରିଚୟରେ ବିବେକାନନ୍ଦ। ଷ୍ଟୁଡେଣ୍ଟମାନଙ୍କ ଭିତରେ କେବଳ ବହି ପାଠ ପଢ଼ାଇଲେ ହେବ ନାହିଁ। ଷ୍ଟୁଡେଣ୍ଟମାନେ ଏହି ସେଲିବ୍ରେସନ୍ ଦେଖିଲେ ମନେ ପକାନ୍ତି ବିବେକାନନ୍ଦ କିଏ, ତାଙ୍କର ଜନ୍ମ କେତେରେ, ମୃତ୍ୟୁ କେତେରେ, ଆଉ ସେ ସବୁ କ'ଣ କ'ଣ କରିଛନ୍ତି, ଏ ପ୍ରଶ୍ନ ମଧ୍ୟ ଉଙ୍କି ମାରିବାର ଆବଶ୍ୟକ ରହିଛି। ତେଣୁ ମନେ ପକାଇବା ଭଲ ପାଇବାର ଏକ ସୂଚନା, ଯାହା ଆଜି ଏସ୍କେ ଏଜୁକେସନ୍ ଟ୍ରାକ୍ ପାଳନ କରିଛି।